କାରଣ ବର୍ଷା ହଉଛି ଥଣ୍ଡା ଥଣ୍ଡା ଲାଗୁଛି ସେଥିପାଇଁ ରୁଟି ଟିକେ ଘିଅ ପକେଇ ନ କଲେ ଭଲ ଲାଗିବନି। ଇଲେକ୍ସନ ପାଇଁ ଯିବା କଥା ନ ଯାଇଥାନ୍ତା ନାଇଁ? ଇଲେକ୍ସନ ପାଇଁ ଯିବା ତ ତାଙ୍କର କାହିଁକି ନା ତାଙ୍କର ଟିକେ ଅଫିସିଆଲି କାମ ଇଲେକ୍ସନ ରହୁଛି ନା, ହଁ ହଁ ସେଇଥିପାଇଁ ଟିକେ ବୁଝାବୁଝି ହେନ୍ କରନ୍ତି ସବୁ। ହଁ। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ, ସେମିତି ଭଲ ରହିଥାନ୍ତୁ। ମୁଁ ପାର୍ଥ ଆଉ ଏକ ନୂଆ ବ୍ଲଗରେ ଆପଣଙ୍କୁ ସ୍ୱାଗତ କରୁଛି। ତ ସାଙ୍ଗମାନେ, ଆଜି ତ ଆମର ଭାଇ ସେ ଗାଁକୁ ପଳାଉଛନ୍ତି। ଆଉ ସକାଳୁ ମୋର ଆଜି ଡ୍ୟୁଟି ଅଛି, ମୁଁ ସେଥିପାଇଁ ବର୍ତ୍ତମାନ ସମୟ 7ଟା ହେଇଛି। ମୁଁ ସକାଳୁ ସକାଳୁ ବାହାରିକି ପଳେଇ ଆସିଲି। ସକାଳୁ ମୁଁ ବାହାରିକି ପଳେଇ ଆସିଲି। ଆଉ ସେଥିପାଇଁ ମୁଁ ଡ୍ୟୁଟି ଯାଉଛି। ଭାଇଙ୍କୁ ଦେଖା କରିଦେଲି, ଶେଷ ଦେଖା, କାରଣ ଆଉ ଦେଖା ହେଇପାରିବନି, ଟ୍ରେନ୍ ଚଢ଼ିବା ପାଇଁ ଯାଇପାରିବିନି। ତ ସେ ଆରାମସେ ଯିବେ ଘରକୁ। ଟିକେଟ୍ ଫିକେଟ୍ ହେଇଯାଇଛି, ତତ୍କାଳ ଟିକେଟ୍ କଲୁ। ତାଙ୍କର ଏମର୍ଜେନ୍ସିରେ ଯାଉଛନ୍ତି, କେବଳ ଇଲେକ୍ସନ ପାଇଁ ଯାଉଛନ୍ତି, ପୁଣି ସେ ପଳେଇ ଆସିବେ 15 ଦିନ ଭିତରେ। ତ ଚାଲନ୍ତୁ ଆଜିର ବ୍ଲଗକୁ ଷ୍ଟାର୍ଟ କରିବା ବର୍ତ୍ତମାନ। ତ ସାଙ୍ଗମାନେ, ମୁଁ ତ ବର୍ତ୍ତମାନ ରୁମକୁ ଆସିଯାଇଛି ଡ୍ୟୁଟିରୁ। ଆସିଲା ପରେ ଟିକେ ଶୋଇ ଯାଇଥିଲି, ଆଉ ଶୋଇକି ବର୍ତ୍ତମାନ ଉଠିଲେ ଦେଖନ୍ତୁ ମୁହଁଟା ଜଣା ପଡୁଥିଲା ସେମିତି ଶୋଇଲା ଭଳିଆ। ଆଉ ଶୋଇ ଯାଇଥିଲି। ବର୍ତ୍ତମାନ ତ ଆମର ବଡ ଭାଇ ନାହାନ୍ତି, ସେ ପଳେଇ ଗଲେଣି। ଆଉ ଟୁକୁନା ତ ବର୍ତ୍ତମାନ ଅଛି, ଟୁକୁନା ସହିତ ଟିକେ କଥା ହବା। ଆଉ ବର୍ତ୍ତମାନ ଆକ୍ଚୁଆଲି ଆଉ କିଛି ଭଲ ଲାଗୁନି। ସେ ଭାଇ ଆମର ଇଲେକ୍ସନ ପାଇଁ ଯାଇଛନ୍ତି, ଆଉ ଭୋଟ ଫୋଟ ଦେଇକି ପୁଣି ଆସିବା ପାଇଁ। ସେ ଟିକେ ରାଜନୀତି କରନ୍ତି, ଆଉ ରାଜନୀତିର ଟିକେ ଦାୟିତ୍ୱ ନିଅନ୍ତି। ମତଲବ ରାଜନୀତିର ନେତାର ସେ ପାଖ ଲୋକ, ସେଥିପାଇଁ ଗଲେ, ନହେଲେ ଏମିତି ଲୋକମାନେ ଯାଇନଥାନ୍ତେ। ଆଉ ସେ ତାଙ୍କୁ ବାରମ୍ବାର କଲ୍ କଲେ, ସେଥିପାଇଁ ସିଏ ଗଲେ। ଆଉ ସେ ଯାଇଛନ୍ତି 4 ତାରିଖ ତ 1 ତାରିଖ ଜୁନ 1ରେ ଇଲେକ୍ସନ ହବ। 4 ତାରିଖ ତ ରେଜଲ୍ଟ ଆସିଯିବ, ତାପରେ ସେ 10 ତାରିଖ ଭିତରେ ପଳେଇ ଆସିବେ ବୋଲି କହିଛନ୍ତି। ଯଦି ସୁବିଧା ହେଲା ଆସିବେ, ନହେଲେ ଆସିବେନି। ଦେଖିବା, ଯଦି ଆସିଲେ ଭିଡ଼ିଓରେ ଆସିବେ, ନ ଆସିଲେ ତ ନାହିଁ। ଆମର ଟୁକୁନା ବାବୁ ଅଛି, ମୁଁ ଅଛି। ତ ଚାଲନ୍ତୁ, ଭିଡ଼ିଓ ଆମର କଣ୍ଟିନ୍ୟୁ ଏମିତି ଚାଲିବ। ଆପଣମାନେ ନିଶ୍ଚିତ ଭାବରେ ଆମ ଭିଡ଼ିଓକୁ ଦେଖୁଥାନ୍ତୁ ଖାଲି, ଆଉ ଦେଖିକି ଗୋଟେ ଲାଇକ୍ କରନ୍ତୁ, ଆଉ କିଛି ଦରକାର ନାହିଁ। ଟୁକୁଲାମ ଭାଇ ପଳେଇଲା। ଆଜ୍ଞା, ଭାଇ ତ ପଳେଇଲେ, ଆମକୁ ଭଲ ଲାଗୁନି। ଏଇଠି ଆମକୁ 10-12 ଦିନ ଏଇଠି ଆମକୁ ଟିକେ ଅଲଗା ଲାଗିବ। ଆଉ ସାଙ୍ଗର ଥିଲେ ବୁଲାବୁଲି ସବୁ ହଉଥିଲା, ଥିଲେ ଟିକେ ଭଲ ଲାଗୁଥିଲା, କଥାବାର୍ତ୍ତା ଆମର ଟାଇମ ପାସ୍ ହେଇଯାଉଥିଲା। ଟାଇମ ପାସ୍ ହେଇଯାଉଥିଲା। ଏଠି ଟିକେ ଅଲଗା ଲାଗିବ ଆଉ 10-15 ଦିନ ଲାଗିବ। କିନ୍ତୁ ସେ 15 ଦିନ ଭିତରେ ପଳେଇ ଆସିବେ କହିଛେ ନାଇଁ କି? 15 ଦିନ ଭିତରେ ପଳେଇ ଆସିବା। 15 ଦିନ ଭିତରେ ପଳେଇ ଆସିଲେ ତାପରେ ପୁଣି ଚାଲିଲା ଭଲ ଭାବେ ନାଇଁ? ଆଉ ନହେଲେ ଏଠି ପଳେଇଲେ ସେ ଇଲେକ୍ସନ ପାଇଁ ଯିବା କଥା ନ ଯାଇଥାନ୍ତା ନାଇଁ? ଇଲେକ୍ସନ ପାଇଁ ଯିବା ତ ତାଙ୍କର କାହିଁକି ନା ତାଙ୍କର ଟିକେ ଅଫିସିଆଲି କାମ ଇଲେକ୍ସନ ରହୁଛି ନା, ହଁ ହଁ ସେଇଥିପାଇଁ ଟିକେ ବୁଝାବୁଝି ହେନ୍ କରନ୍ତି ସବୁ। ହଁ, ଆଉ ସେ ଏଇ ହଉଛି କଥା। ଇଲେକ୍ସନ ନ ହେଇଥିଲେ ଯାଇଥାନ୍ତେ ନା? ନା, 3 ଜଣ ଇଲେକ୍ସନ ନ ହେଇଥିଲେ ଥିଲେ, ବଢିଆ ଖୁସିରେ ରହୁଥିଲେ, ଚାଲିଥିଲା ଠିକ ଠାକ ସବୁ। ଠିକ ଠାକ ଚାଲିଥିଲା, ସାଙ୍ଗରେ ଖାଇବା ପିଇବା ହଉଥିଲା, ବୁଲାବୁଲି ହଉଥିଲା। ଆଉ ଦେଖିବା ପୁଣି ଆସନ୍ତୁ କୋଉଦିନ ନାଇଁ କି? ଆରମ୍ଭ କରିବା ଆଉ। ପୁଣି ଆସିଲେ ପୁଣି ଭିଡିଓ ତ ପୁଣି ହବ ଆଉ ଆସିଲେ ଆଉ ନାଇଁ? ହାय ସାଙ୍ଗମାନେ, ବର୍ତ୍ତମାନ ରୁଟି କରୁଛି। ଆଉ ଟୁକୁନା ତ ବର୍ତ୍ତମାନ ପଳେଇବ, ଡ୍ୟୁଟି ଯିବ। ରୁଟି ବର୍ତ୍ତମାନ କରିଦଉଛୁ, ସେ ଖାଇକି ଡ୍ୟୁଟି ଯିବ, ତାର ନାଇଟ୍ ସିଫ୍ଟ। ଆଉ ମୁଁ ତ ଖାଇକି ତାର ରୁମ ରହିଲି। ଆଉ ଭାଇ ତ ଆମର ପଳେଇଲେ ଗାଁକୁ। ଆଉ 2 ଜଣ ଅଛୁ। ବର୍ତ୍ତମାନ 2 ଜଣଙ୍କର ଭିଡିଓ ଆସିବ, ଆଉ ସେ ଭାଇଙ୍କର ଆମର ବର୍ତ୍ତମାନ ଭିଡିଓ ଆସିବନି। ତରକାରୀ ଫୁଲକୋବି ତରକାରୀ ହେଇଯାଇଛି, ଫୁଲକୋବି ତରକାରୀ ସହିତ ରୁଟି। ଆଜି ରାତି ପାଇଁ ଏଇ ଆଇଟମ। ବର୍ତ୍ତମାନ ମୁଁ ରୁଟି ବେଲୁଛି, ଟୁକୁରା ତାର ରୁଟି ସେକୁଛି। ଦେଶୀ ଘିଅ ସହିତ ରୁଟି ହଉଛି। ଆଉ ସେ ଟୁକୁରା ନେଇକି ଆସିଲା ଘିଅ, ତାର ଘିଅ ସହିତ ରୁଟି ବର୍ତ୍ତମାନ ହଉଛି। ଆଉ କାରଣ ବର୍ଷା ହଉଛି, ଥଣ୍ଡା ଥଣ୍ଡା ଲାଗୁଛି, ସେଥିପାଇଁ ରୁଟି ଟିକେ ଘିଅ ପକେଇ ନ କଲେ ଭଲ ଲାଗିବନି। ଆଉ ଦେହଟା ଗରମ, ମତେ ତ ଥଣ୍ଡା ହେଇଯାଇଛି, ପ୍ରବଳ ଥଣ୍ଡା। ତ ଫ୍ରେଣ୍ଡସ୍, ଖାଇସାରି ବର୍ତ୍ତମାନ ଶୋଇଯିବି। ଚାଲନ୍ତୁ ଆଜିର ବ୍ଲଗ ଏଇଠି ଶେଷ କରୁଛୁ, ପୁଣି ଦେଖା ନେକ୍ସଟ ବ୍ଲଗରେ। ସେ ପର୍ଯ୍ୟନ୍ତ ବାଏ ବାଏ, ନମସ୍ତେ।